ସୁନ୍ଦରବନ ଜଙ୍ଗଲ ଦେଖିବାକୁ ବହୁତ ସୁନ୍ଦର ଆଉ ଘଞ୍ଚ ଥିଲା। ସେହି ଜଙ୍ଗଲରେ ସବୁ ପ୍ରକାର ଚଢ଼େଇମାନେ ରହୁଥିଲେ। ସେମାନଙ୍କ ସହ ଶୁଆମାନେ ବି ରହୁଥିଲେ। ସବୁ ଚଢ଼େଇଙ୍କ ଅପେକ୍ଷା ତାଙ୍କର ସଂଖ୍ୟା ଅଧିକ ଥିଲା। ସେଥିପାଇଁ ସୁନ୍ଦର ଦେଖାଯାଉଥିଲା ସେହି ଜଙ୍ଗଲଟି। ସେହି ଜଙ୍ଗଲରେ ଟୁନି ଚଢ଼େଇ ମଧ୍ୟ ରହୁଥିଲା। ଥରେ ସକାଳୁ ସକାଳୁ ଟୁନି ଚଢ଼େଇ ଉଠି ବାହାରକୁ ଆସିଲା ଆଉ ଦେଖିଲା କି ଜଙ୍ଗଲର ବହୁତ ଚଢ଼େଇମାନେ ତଳେ ମରିକି ପଡ଼ିଛନ୍ତି। ସେ ଏସବୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ଆରେ ଏ କ'ଣ ହେଲା ଏମାନଙ୍କର? କାଲି ତ ଆମେ ସମସ୍ତେ ସାଙ୍ଗ ହୋଇକି ଉଡ଼ୁଥିଲୁ, କେତେ ମଜା କରିଥିଲୁ, ହେଲେ ହଠାତ୍ ଏମାନଙ୍କର କ'ଣ ହେଲା? ଟୁନି ଚଢ଼େଇର ଆଖି ଆଗରେ ତା ସାଙ୍ଗମାନେ ମରିକି ପଡ଼ିଥିଲେ। ଟୁନି ଚଢ଼େଇ ନିଜକୁ ସମ୍ଭାଳି ପାରୁନଥିଲା। ତା ଛାତିଟା ଦୁଃଖରେ ଦିଫାଳ ହୋଇଯାଉଥିଲା। ସେ ଘଟଣା କ'ଣ ଜାଣିବାକୁ ରାନୁ କାଉ ପାଖକୁ ଗଲା। ରାନୁ ଭଉଣୀ, ଜଙ୍ଗଲର ଅବସ୍ଥା ଦେଖିଲଣି? ପ୍ରାୟ ଚଢ଼େଇମାନେ ମରିକି ପଡ଼ିଛନ୍ତି। ବବଲୁ, ମିଟି, ମିଟୁ ଏମାନେ ବି ମରିକି ପଡ଼ିଛନ୍ତି। ଏଇଠି କ'ଣ ହେଇଛି ମୁଁ କିଛି ବୁଝିପାରୁନି। ଏତିକି ବେଳେ ମିକି ଚଢ଼େଇ ଆସି ସେମାନଙ୍କ ପାଖରେ ପହଞ୍ଚେ। ଆରେ ଟୁନି, ତୁ ବି ଏଇଠି ଅଛୁ? ଭଲ ହେଲା, ଏଠୁ ଜଲ୍ଦି ଜଲ୍ଦି ପଳେଇ ଚାଲ। ଜଙ୍ଗଲରେ ମହାମାରୀ ବ୍ୟାପିଛି, ଏଥିରେ ଆମ ଜୀବନ ବି ଯାଇପାରେ। ଜଲ୍ଦି ଏ ଜଙ୍ଗଲ ଛାଡ଼ି ଆମକୁ ପଳାଇ ଯିବାକୁ ହେବ। ତୁମେ ଦିଟା ଯାହା ହଉଛ, ସେଗୁଡ଼ା ଲୋଭରେ କୋଉଠି ବିଷ ଫଳକୁ ପେଟେ ପେଟେ ଖାଇଥିବେ, ସେଇଥିପାଇଁ ମରିଥିବେ। ଏମିତି ଖାଲି ମହାମାରୀ ଏମାନଙ୍କୁ ଖାଇଯାଉଛି। ମୁଁ କୁଆଡ଼େ ଯିବିନି। 2 ଦିନ ହେବ ମୁଁ ଏ ନୂଆ ଟିଭିଟାକୁ ଆଣିଛି, ତାକୁ ନ ଦେଖିକି ଏ ଜଙ୍ଗଲ ଛାଡ଼ି ପଳେଇବି? ମୁଁ କୁଆଡ଼େ ଯିବିନି, ଯାହାର ଯିବାର ଅଛି ଯାଅ। ତାପରେ ଟୁନି ଚଢ଼େଇ ଆଉ ମିକି ସେଠାରୁ ଚାଲି ଯାଆନ୍ତି। ଆଲୋ ରାନୁ, ତୁ କ'ଣ ମହାମାରୀ ବିଷୟରେ ଜାଣିନୁ? ଜୀବନ ରହିଲେ ସିନା ଆମେ ଆଉ ଗୋଟିଏ ଟିଭି କିଣିପାରିବା। ଯଦି ଆମ ଜୀବନ ଚାଲିଯିବ ତାହେଲେ ଆମେ କ'ଣ କରିବା? ଚାଲେ ଚାଲେ, ଆମେ ବି ଏଠୁ ପଳାଇବା। ଆରେ ହେ, ତମେ ଚୁପ୍ କର। ଚୁପ୍ କରି ଏଇଠି ବସି ଟିଭି ଦେଖ। ଏପଟେ ଟୁନି ଆଉ ମିକି କୋଉ ଜଙ୍ଗଲକୁ ଯିବେ ବସିକି କଥା ହେଉଥାନ୍ତି। ହଠାତ୍ ମିକିର ମୁଣ୍ଡ ବୁଲେଇ ଦିଏ ଆଉ ସେ ତଳେ ପଡ଼ିଯାଏ ଆଉ ଅଚେତ ହୋଇଯାଏ। କିଛି ସମୟ ପରେ ସିଏ ବି ଜୀବନ ହାରିଦିଏ। ଆରେ ଏବେ ମୁଁ କ'ଣ କରିବି? ଏ ମିକି ତ ବି ଚାଲିଗଲା ମୋତେ ଛାଡ଼ିକି। ଯାଉଛି ରାନୁକାକୁ ଏକଥା କହିବି, ସେ ନିଶ୍ଚୟ ଏବେ ମୋ ସହ ଏ ଜଙ୍ଗଲ ଛାଡ଼ି ପଳେଇବ। ଏମିତି ମନେ ମନେ ଭାବି ଟୁନି ଚଢ଼େଇ ରାନୁକାଉ ପାଖକୁ ଯାଏ ଆଉ ସେଠି ପହଞ୍ଚି ଦେଖେ କି ରାନୁକାଉ ଆଉ ତା ସ୍ୱାମୀ ତା ଘରେ ମରିକି ପଡ଼ିଛନ୍ତି। ସେତିକି ବେଳେ ଟୁନି ଚଢ଼େଇ ବହୁତ କାନ୍ଦିବାକୁ ଲାଗେ ଆଉ ଦେଖେ କି ଏକ ବିଲୁଆ ତା ପାଖକୁ ଦୌଡ଼ି ଦୌଡ଼ି ଆସେ। ଟୁନି, ଯଦି ଜୀବନ ବଞ୍ଚାଇବାର ଅଛି ମୋ ସହ ଏ ଜଙ୍ଗଲ ଛାଡ଼ି ପଳେଇ ଚାଲ। ବିଲୁଆ ଥିଲା ଟୁନି ଚଢ଼େଇର ଗୋଟିଏ ଭଲ ସାଙ୍ଗ। ତାପରେ ସେମାନେ ଡେରି ନ କରି ସେ ଜଙ୍ଗଲ ଛାଡ଼ି ଚାଲି ଯାଆନ୍ତି। ବହୁତ ବାଟ ଗଲା ପରେ ସେମାନେ ଏକ ନଦୀ ପାଖରେ ଅଟକନ୍ତି। ଆରେ ଟୁନି, ଲାଗୁଛି ଏଇଟା ଆମ ପାଇଁ ଏକ ଭଲ ଜାଗାଟିଏ ହେବ। ଏଇଠି ତ ଆମେ ଆରାମରେ ରହିପାରିବା ଲାଗୁଛି। ଦେଖ, ଏଇଠି ଏକ ନଦୀଟିଏ ବି ଅଛି ଆଉ ପାଖରେ ଗଛଟିଏ, ତା ପାଖକୁ ଗୁମ୍ଫାଟିଏ। ତୁ ଏଇ ଗଛରେ ରହିବୁ ଆଉ ମୁଁ ଏଇ ଗୁମ୍ଫାରେ ରହିବି। ଆମେ ଏଇଠି ଆରାମରେ ରହିବା। ଏତିକି ବେଳେ ସେ ନଈରେ ଥିବା ଏକ କୁମ୍ଭୀର ସେମାନଙ୍କୁ ଆକ୍ରମଣ କରିବାକୁ ଆସେ। ଠିକ୍ ସେତିକି ବେଳେ ସେ ଗଛରେ ବସିଥିବା ଏକ ଚଢ଼େଇ କୁମ୍ଭୀର ଆଗକୁ ଖସି ପଡ଼େ। କୁମ୍ଭୀର ସଙ୍ଗେ ସଙ୍ଗେ ପୁଣି ପାଣି ଭିତରକୁ ଚାଲିଯାଏ। ଏ କ'ଣ ବିଲୁଆ ନନା? କୁମ୍ଭୀର ତ ଆମକୁ ଖାଇବାକୁ ଆସୁଥିଲା, ହେଲେ ତା ପାଟି ଆଗରେ ଚଢ଼େଇକୁ ଦେଖି ଡରିକି ପାଣି ଭିତରକୁ ପଳାଇଲା। ଆରେ ନା ନା ଟୁନି, ସେ ଚଢ଼େଇକୁ ନୁହେଁ, ସେ ଚଢ଼େଇର ରୋଗକୁ ଡରିକି ଏ କୁମ୍ଭୀର ପଳାଇଲା। ଏଇଠି ବି ଲାଗୁଛି ମହାମାରୀ ବ୍ୟାପି ଯାଇଛି। ଚାଲ, ଆମେ ଆଉ ଏଠି ରହିବାନି, ଆମେ ଏଠୁ ଯେତେ ଶୀଘ୍ର ପଳେଇବା। ତାପରେ ଟୁନି ଚଢ଼େଇ ଆଉ ବିଲୁଆ ନନା ସେ ଜାଗା ଛାଡ଼ି ଆଗକୁ ଆଗକୁ ଚାଲନ୍ତି।
ପୁଣି କିଛି ବାଟ ଗଲା ପରେ ସେମାନେ ଦେଖନ୍ତି କି ବଗ ଆଉ ବଗୁଲି ଏକ ନଈରେ ପାଣି ପିଉଛନ୍ତି। ସେ ଦି ଜଣ ବଗମାନଙ୍କୁ ଏମିତି ମଜା କରୁଥିବାର ଦେଖି ମନେ ମନେ ଖୁସି ହୁଅନ୍ତି। କାହିଁକି ନା ସେମାନେ ଭାବନ୍ତି କି ବଗ ଆଉ ବଗୁଲି ସୁସ୍ଥ ଅଛନ୍ତି, ମାନେ ମହାମାରୀ ଏଠି ନାହିଁ, ଆଉ ଏମାନେ ଏଇଠି ରହିପାରିବେ। ବିଲୁଆ ନନା, ମତେ ଲାଗୁଛି ଆମେ ଏଇଠି ସୁରକ୍ଷିତରେ ରହିପାରିବା। ମତେ ଲାଗୁଛି ଏଇଠି ମହାମାରୀ ନାହିଁ। ତାପରେ ସେମାନେ ଦି ଜଣ ସେହି ଜଙ୍ଗଲରେ ରହିବାକୁ ଲାଗନ୍ତି। ଏମିତି କିଛି ଦିନ ବିତିଯାଏ। ଧୀରେ ଧୀରେ ଟୁନି ଚଢ଼େଇ ବଗ ଆଉ ବଗୁଲିଙ୍କ ସହ ବନ୍ଧୁତା ବାନ୍ଧେ। ଆଲୋ ଟୁନି, ତୁ ଆମ ସାଙ୍ଗ ଠିକ୍ ଅଛି, ହେଲେ ସେ ବିଲୁଆକୁ ଆମର ପ୍ରାଣ ଡର। କେତେବେଳେ ସାଙ୍ଗ ହଉ ହଉ ସେ ଆମ ବେକ ଧରି ନେଇଥିବ। ଆରେ ନା ନା ବଗୁଲି ସାଙ୍ଗ, ସେ ବିଲୁଆ ନନା ସେମିତିକା ନୁହଁ। ସେ ବହୁତ ଭଲ। ସେ ସମସ୍ତଙ୍କୁ ସାହାଯ୍ୟ କରେ। ତାଙ୍କ ପାଇଁ ତ ମୁଁ ଆଜି ବଞ୍ଚିକି ଅଛି। ଏମିତି କଥା ହୋଇସାରି ଟୁନି ଚଢ଼େଇ ବିଲୁଆ ପାଖକୁ ଆସେ ଆଉ ଦେଖେ କି ବିଲୁଆ ତଳେ ପଡ଼ି ରହିଛି। ଆରେ ଆରେ ବିଲୁଆ ନନା, ତୁମର କ'ଣ ହେଲା? ତୁମେ ଏଠି ଏମିତି ପଡ଼ିଛ କାହିଁକି? ଆରେ ଟୁନି, ତୁମ ପାଖକୁ ଆସନା। ମୁଁ ମହାମାରୀର ଆକ୍ରାନ୍ତ ହୋଇସାରିଛି। ମତେ ଲାଗୁଛି ତୁ ମତେ ଛୁଇଁଲେ ତତେ ବି ମହାମାରୀ ଶିକାର କରିଦେବ। ତୁ ଗୋଟିଏ କାମ କର, ତୁ ଏଠୁ ଛାଡ଼ିକି ପଳା। ଏକ ଭଲ ସୁରକ୍ଷିତ ଜାଗା ଦେଖି ରହିବୁ। ବିଲୁଆ ନନାଠୁ ଏମିତି କଥା ଶୁଣି ଟୁନିର ମନ ଭାଙ୍ଗିଯାଏ। ସେ କାନ୍ଦିବାକୁ ଲାଗେ, କାହିଁକି ନା ବିଲୁଆ ଛଡ଼ା ତାର ଆଉ କେହି ବି ନାହାନ୍ତି। ସେ ଡେରି ନ କରି ବଗ ଆଉ ବଗୁଲି ପାଖକୁ ଯାଏ। ବଗୁଲି ସାଙ୍ଗ, ମୋ ବିଲୁଆ ନନା ମହାମାରୀର ଶିକାର ହୋଇଛି। ତମେ କିଛି ବି କରିକି ତାକୁ ବଞ୍ଚାଅ। ତା ଛଡ଼ା ମୋର ଆଉ କେହି ବି ନାହାନ୍ତି। ହଁ ହଁ ଟୁନି, ତୁ ଚିନ୍ତା କରନା। ଜଲ୍ଦି ମହାଶୟ ଚାଲ, ମୋ ପାଖରେ ଗୋଟେ ଭଲ ବୁଦ୍ଧି ଅଛି। ତାପରେ ବଗୁଲି ଟୁନିକୁ ସାଙ୍ଗରେ ଧରି ଉଡ଼ିବାକୁ ଲାଗେ। ସେମାନେ ଉଡ଼ି ଉଡ଼ି ଯାଇ ଏକ ପାହାଡ଼ ଉପରେ ପହଞ୍ଚନ୍ତି। ବଗୁଲି ସାଙ୍ଗ, ମୁଁ ତୁମକୁ ମୋ ବିଲୁଆ ନନାକୁ ବଞ୍ଚାଇବାକୁ କହିଲି, ହେଲେ ତମେ ମତେ କୁଆଡ଼େ ନେଇକି ଆସିଛ? ଆଲୋ ଟୁନି, ଏ ଯୋଉ ଗଛ ଦେଖୁଛୁ, ସେଇଟା ଏକ ଜଡ଼ିବୁଟି ଗଛ। ତାରି ରସ ଆମେ ସମସ୍ତେ ପିଉଛୁ ବୋଲି ମହାମାରୀ ଆମକୁ ଛୁଇଁ ପାରିନି, ଆଉ ଛୁଇଁ ବି ପାରିବନି ମଧ୍ୟ। ଆମେ ସେ ଗଛ ନେବାକୁ ଆସିଛନ୍ତି। ଚାଲ, ଡେରି ନ କରି ଜଲ୍ଦି ନେଇକି ଯିବା। ତାପରେ ସେମାନେ ଦି ଜଣ ସେ ଜଡ଼ିବୁଟି ଗଛକୁ ଧରି ବିଲୁଆ ପାଖକୁ ଆସନ୍ତି। ବିଲୁଆ ପାଖରେ ପହଞ୍ଚି ଟୁନି ଚଢ଼େଇ ବିଲୁଆର ପାଟିରେ ସେ ପତ୍ରର ରସ ପକାଇ ଦିଏ। ଆଲୋ ଟୁନି, ତୁ ବି କିଛି ପତ୍ର ଚୋବେଇକି ଖାଇଦେ। ତୁ ବି ଆମ ଭଳି ସୁସ୍ଥ ରହିବୁ। ଏ ମହାମାରୀ ତୋର କିଛି ବି କ୍ଷତି କରିପାରିବନି। ତାପରେ ଟୁନି ଚଢ଼େଇ ସେ ପତ୍ରରୁ କେତେଟା ଚୋବେଇକି ଖାଇଦିଏ। ହେଲେ ବଗୁଲି ସାଙ୍ଗ, ମୋ ବିଲୁଆ ନନା ଏପର୍ଯ୍ୟନ୍ତ ଉଠୁନି କାହିଁକି? ସେ ଯଦି ନ ଉଠିବ, ମୁଁ ତା ବିନା ବଞ୍ଚିବି କେମିତି? ଏମିତି କହି କହି ଟୁନି ଚଢ଼େଇ କାନ୍ଦିବାକୁ ଲାଗେ। ହଠାତ୍ ବିଲୁଆର ଚେତା ଫେରି ଆସେ, ଆଉ ସେ ଟୁନିକୁ କହେ, ଆରେ ଟୁନି, ତୁ ଏମିତି ଭେଁ ଭେଁ ହୋଇ କାନ୍ଦୁଛୁ କାହିଁକି? ମୁଁ ତ ପୁରା ଭଲ ହେଇଯାଇଛି। ଥ୍ୟାଙ୍କ ୟୁ ବଗ ଆଉ ବଗୁଲି, ତମମାନଙ୍କ ପାଇଁ ଆମେ ଆଜି ବଞ୍ଚିଗଲୁ। ତାପରେ ସେମାନେ ସମସ୍ତେ ସାଙ୍ଗ ହୋଇକି ସେହି ଜଙ୍ଗଲରେ ରହନ୍ତି, ଆଉ ସବୁଦିନ ସେହି ଜଡ଼ିବୁଟିର ରସକୁ ପିଅନ୍ତି, ଯାହାଦ୍ୱାରା ବାର୍ଡ ଫ୍ଲୁ ମହାମାରୀ ସେମାନଙ୍କର କିଛି ବି କ୍ଷତି କରିପାରେନି।